ଏବେ ଆସିଲା ଜିଆର୍ଏସ୍ ପଦପଦବୀ ପୂରଣ ପାଇଁ ଫର୍ମ ଫରତି। ଓଡ଼ିଶାରେ ଆସିଲା 4000ରୁ ଅଧିକ ପ୍ଲସ୍ ପଦପଦବୀ ପୂରଣ ପାଇଁ ଜିଆର୍ଏସ୍ ପଦବୀ ଭ୍ୟାକେନ୍ସି। ଫାଇନାଲି ଯେଉଁମାନେ ନିଜ ନିଜ ପଞ୍ଚାୟତରେ ରହି ରିକ୍ରୁଟମେଣ୍ଟ ପାଇବା ପାଇଁ ଚାହାନ୍ତି ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। କାରଣ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜିଆର୍ଏସ୍ ପଦବୀରେ ଫର୍ମ ଫରତି ରହୁଛି। ଯାହାକୁ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଭ୍ୟାକେନ୍ସି ରହୁଛି ଏବଂ ଏଥିରେ ସୁବର୍ଣ୍ଣ ସୁଯୋଗ ରହୁଛି। ଦେଖନ୍ତୁ କେବଳ ଦୁଇଟି ସବଜେକ୍ଟକୁ ନେଇକି ହିଁ ଆପଣଙ୍କୁ ସିଲେକ୍ସନ୍ କରାଯାଉଛି। କେବଳ ମାତ୍ର ଦୁଇଟି ସବଜେକ୍ଟ ପ୍ଲସ୍ ଟୁର ଦୁଇଟି ସବଜେକ୍ଟକୁ ନେଇକି ହିଁ ଆପଣଙ୍କୁ ସିଲେକ୍ସନ୍ କରାଯାଉଛି ଏବଂ ଓଡ଼ିଶାର 30ଟି ଜିଲ୍ଲାରେ ଯେଉଁ ଭ୍ୟାକେନ୍ସି ରହୁଛି କେଉଁ କେଉଁ ଜିଲ୍ଲାରେ କେତେ ପଦବୀ ଭ୍ୟାକେନ୍ସି ରହୁଛି ଏବଂ ଆପଣଙ୍କର ମେନ୍ ପଏଣ୍ଟ ରହିଲା ଯେଉଁ କମ୍ପ୍ୟୁଟର ସାର୍ଟିଫିକେଟ୍ ରହିଛି ଆପଣଙ୍କ ପାଖରେ କେଉଁ ଇନଷ୍ଟିଚ୍ୟୁଟ୍ରୁ ଆପଣମାନେ କମ୍ପ୍ୟୁଟର କୋର୍ସ କରିଛନ୍ତି ଏବଂ ଆପଣମାନେ କେଉଁ କୋର୍ସ କରିଥିଲେ ଏହାକୁ ଆବେଦନ କରିପାରିବେ। ଯାହାଫଳରେ ଆପଣ ଆପ୍ଲାଏ କରୁଛନ୍ତି ସିଲେକ୍ସନ୍ ହେଉଛନ୍ତି ଆପଣଙ୍କର ଫର୍ମଟି ରିଜେକ୍ଟ ହେବନି। ଅଲ୍ ଇନଫର୍ମେସନ୍ ଏ ଭିଡ଼ିଓ ମାଧ୍ୟମରେ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିବା। ତେଣୁକରି ଭିଡ଼ିଓ ସହିତ ନିହାତି ଭାବରେ ଜଡ଼ିତ ହୋଇ ରୁହନ୍ତୁ ଏବଂ ଅଲ୍ ଇନଫର୍ମେସନ୍ ପାଆନ୍ତୁ। ପ୍ରଥମ ପଏଣ୍ଟ ହେଉଛି ନୋଟିଫିକେସନ୍ ପିଡ଼ିଏଫ୍। ତ ଫ୍ରେଣ୍ଡସ୍ ଫାଇନାଲି ହେଉଛି ଏହା ହେଉଛି ଆପଣଙ୍କର ଅଫିସିଆଲ୍ ନୋଟିଫିକେସନ୍। ଓଡ଼ିଶାର 30ଟି ଜିଲ୍ଲାର ନୋଟିଫିକେସନ୍ ପିଡ଼ିଏଫ୍ଟି ରିଲିଜ୍ କରାଯାଇଛି। ଆପଣମାନେ ଯେଉଁ ଜିଲ୍ଲାରେ ବିଲଙ୍ଗ କରୁଛନ୍ତି ଆପଣଙ୍କ ନିଜ ନିଜ ଡିଷ୍ଟ୍ରିକ୍ଟ ୱାଇଜ୍ ଆପଣଙ୍କର ଜିଲ୍ଲା ପରିଷଦର ଅଫିସିଆଲ୍ ୱେବସାଇଟ୍କୁ ଭିଜିଟ୍ କରି ଆପଣମାନେ ନିଜ ନିଜ ଆପଣଙ୍କର ଯେଉଁଟାକି ନୋଟିଫିକେସନ୍ ପିଡ଼ିଏଫ୍କୁ ଡାଉନଲୋଡ଼ କରିପାରିବେ। ସର୍ବପ୍ରଥମେ ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବଲ୍ ଅଛନ୍ତି ଆମେ ଯଦି ଏଲିଜିବିଲିଟି କ୍ରାଇଟେରିଆ ପ୍ରଥମେ ଦେଖିବା ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବଲ୍ ଅଛନ୍ତି ଆମେ ଯଦି ଏଲିଜିବିଲିଟି କ୍ରାଇଟେରିଆ ଉପରେ ନଜର ପକାଇବା ଦେଖନ୍ତୁ ଏଥିରେ ସର୍ବପ୍ରଥମେ ରହିଲା ଏଜୁକେସନାଲ୍ କ୍ୱାଲିଫିକେସନ୍। ଆପଣମାନେ ଏଥିରେ କେବଳ ପ୍ଲସ୍ ଟୁ ପାସ୍ କରିଛନ୍ତି ଆବେଦନ କରିପାରିବେ। ଦେଖନ୍ତୁ ମିନିମମ୍ କ୍ୱାଲିଫିକେସନ୍ କେବଳ ପ୍ଲସ୍ ଟୁ ପାସ୍ ୱିଥ୍ ଆପଣଙ୍କ ପାଖରେ ଏଇ ଜାଗାରେ କମ୍ପ୍ୟୁଟର ଏଫିସିଏନ୍ସି ରଖାଯାଇଛି ଯେଉଁଟାକି କମ୍ପ୍ୟୁଟର ସାର୍ଟିଫିକେଟ୍କୁ ବାଧ୍ୟତାମୂଳକ ରଖାଯାଇଛି। ଦେଖନ୍ତୁ ଏବେ ଯଦି ଦେଖିବା ଆପଣଙ୍କ ମନରେ ଯେଉଁ ପ୍ରଶ୍ନ ଉଠୁଥିଲା ଆପଣଙ୍କ ପାଖରେ କେଉଁ କମ୍ପ୍ୟୁଟର କୋର୍ସ କରିଛନ୍ତି ଆପଣ ଏବଂ ଆପଣମାନେ କେଉଁ ଇନଷ୍ଟିଚ୍ୟୁଟ୍ରୁ ଆପଣମାନେ କମ୍ପ୍ୟୁଟର କୋର୍ସ କରିଛନ୍ତି ସେଥିରେ ଆପଣଙ୍କ ମନରେ ବହୁତ ସାରା ପ୍ରଶ୍ନ ଉଠୁଥିଲା। ଦେଖନ୍ତୁ ଆମେ ଯଦି ନଜର ପକାଇବା ଅଫିସିଆଲ୍ ନୋଟିଫିକେସନ୍ ପିଡ଼ିଏଫ୍ ଉପରେ ନଜର ପକାଇବା ଦେଖନ୍ତୁ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ଓ ଲେଭେଲ୍ କମ୍ପ୍ୟୁଟର କୋର୍ସ ଯେଉଁଟାକି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ତରଫରୁ ରହିଛି ତ ନିହାତି ଭାବରେ ଯେଉଁଟାକି NIELIT ତରଫରୁ ଆପଣମାନେ କମ୍ପ୍ୟୁଟର କୋର୍ସ କରିଛନ୍ତି ତାହେଲେ ଆପଣଙ୍କର ଫର୍ମଟି ରିଜେକ୍ଟ ହେବ ନାହିଁ ଏବଂ ତା ବ୍ୟତୀତ ଦେଖନ୍ତୁ ଆପଣମାନେ BCA କରିଛନ୍ତି PGDCA କରିଛନ୍ତି MCA କରିଛନ୍ତି କିମ୍ବା ବିଟେକ୍ କରିଛନ୍ତି ତାହେଲେ ମଧ୍ୟ ଆପଣଙ୍କର କମ୍ପ୍ୟୁଟର ସାର୍ଟିଫିକେଟ୍ ରିଜେକ୍ଟ ହେବ ନାହିଁ। ତା ବ୍ୟତୀତ ଦେଖନ୍ତୁ ଓଡ଼ିଶା ପିଲାଙ୍କ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଆପଣମାନେ ଯଦି ଦେଖନ୍ତୁ OSCIT ଏବଂ OKCL ତରଫରୁ ଯଦି ଆପଣମାନେ କମ୍ପ୍ୟୁଟର କୋର୍ସ କରିଛନ୍ତି ଏଥିରେ କେବଳ DCA କରିଥିଲେ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ। BGA କରିଥିଲେ ମଧ୍ୟ ଆପ୍ଲାଏ କରିପାରିବେ PGDCA କରିଥିଲେ ମଧ୍ୟ ଆପ୍ଲାଏ କରିପାରିବେ MCA କରିଥିଲେ ମଧ୍ୟ ଆପ୍ଲାଏ କରିପାରିବେ। ଦେଖନ୍ତୁ ଏହିସବୁ ୟୁନିଭର୍ସିଟି ତରଫରୁ ଇନଷ୍ଟିଚ୍ୟୁଟ୍ ତରଫରୁ ଆପଣମାନେ ଯଦି କମ୍ପ୍ୟୁଟର କୋର୍ସ କରିଛନ୍ତି ମେନ୍ ପଏଣ୍ଟ ରହିଛି ତିନୋଟି ରହିଛି ଯେଉଁଟା ଗୋଟେ ରହିଲା ସର୍ବପ୍ରଥମେ OSCIT ଏବଂ NIELIT ଏବଂ ଆଉ ଗୋଟିଏ ରହିଲା ଆପଣଙ୍କର ଯେଉଁଟାକି ରହିଛି ଦେଖନ୍ତୁ OKCL ରହିଛି। ଏହିସବୁ ତରଫରୁ ଆପଣମାନେ କମ୍ପ୍ୟୁଟର କୋର୍ସ କରିଛନ୍ତି ତ ଆପଣମାନେ ନିହାତି ଭାବରେ ଆପ୍ଲାଏ କରିପାରିବେ ଏବଂ ଆପଣଙ୍କର ଫର୍ମଟି ରିଜେକ୍ଟ ହେବ ନାହିଁ। ଆପଣମାନେ କେବଳ DCA କମ୍ପ୍ୟୁଟର କୋର୍ସ କରିଥିଲେ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ। ନେକ୍ସଟ ଯଦି ଆମେ ଦେଖିବା ଦେଖନ୍ତୁ ଆପଣଙ୍କର ଏଜ୍ ଲିମିଟ୍ ଏଥିରେ ଯଦି ଆମେ ଦେଖିବା ଦେଖନ୍ତୁ ମିନିମମ୍ ଏଥିରେ 18 ବର୍ଷ ରଖାଯାଇଛି ମ୍ୟାକ୍ସିମମ୍ ଯଦି ଦେଖିବା 40 ବର୍ଷ ରଖାଯାଇଛି ଏବଂ ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଆପଣଙ୍କର ଏଜ୍ କାଲକୁଲେସନ୍ କରାଯିବ 1/9/2024 ମଧ୍ୟରେ ଆପଣଙ୍କୁ 18 ବର୍ଷ ହୋଇଥିବ ମ୍ୟାକ୍ସିମମ୍ ଯଦି ଦେଖିବା 40 ବର୍ଷ ହୋଇଥିବ। ଏଥିରେ ଯଦି ଆପଣଙ୍କର ଏଜ୍ ରିଲାକ୍ସେସନ୍ ଉପର ଲିମିଟ୍ ଯଦି ଆମେ ଦେଖିବା ଦେଖନ୍ତୁ ଆପଣମାନେ ଏଥିରେ ଯଦି ଦେଖନ୍ତୁ SC କିମ୍ବା ST SCBC କିମ୍ବା ଓମେନ୍ କ୍ୟାଟେଗୋରୀରେ ବିଲଙ୍ଗ କରୁଛନ୍ତି ଆପଣମାନଙ୍କ ପାଇଁ 5 ବର୍ଷ ଏଜ୍ ରିଲାକ୍ସେସନ୍ ରହିବ 18ରୁ ଆପଣଙ୍କୁ 45 ବର୍ଷ ମଧ୍ୟ ହେଉଛି ତ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବଲ୍ ଅଛନ୍ତି ସର୍ବପ୍ରଥମେ ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ ଯଦି ଦେଖିବା ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବଲ୍ ଅଛନ୍ତି କେମିତି କ'ଣ ସିଲେକ୍ସନ୍ କରାଯାଉଛି ଏଥିରେ ଦେଖନ୍ତୁ ସିଲେକ୍ସନ୍ ଏଥିରେ କ'ଣ ରହିବ ଦେଖନ୍ତୁ ଏଥିରେ କେବଳ ଆପଣଙ୍କର ପ୍ଲସ୍ ଟୁ କ୍ୟାରିୟର ମାର୍କକୁ ନେଇକି ହିଁ ସିଲେକ୍ସନ୍ କରାଯିବ। ଏଥିରେ ଆପଣଙ୍କର ପ୍ଲସ୍ ଟୁ କ୍ୟାରିୟର ମାର୍କ କହିଲେ ଦେଖନ୍ତୁ ଏଥିରେ ଅଲ୍ ସବଜେକ୍ଟର ମାର୍କ ଧରାଯିବ ନାହିଁ। ଆପଣଙ୍କର ଯେଉଁ ଅପସନାଲ୍ ସବଜେକ୍ଟ ରହୁଛି ସେହି ଅପସନାଲ୍ ସବଜେକ୍ଟକୁ ଆପଣଙ୍କୁ ଇନକ୍ଲୁଡ଼ କରାଯିବ ନାହିଁ। କେବଳ ଆପଣଙ୍କର ଯେଉଁ 4 ଅପସନାଲ୍କୁ ଇନକ୍ଲୁଡ଼ ଏଥିରେ କରାଯିବ ନାହିଁ। କେବଳ ଆପଣଙ୍କର ଯେଉଁ କମ୍ପଲସରି ସବଜେକ୍ଟ ରହିଲା ଯେଉଁଟାକି ଆପଣଙ୍କର ML ଏବଂ ଇଂଲିଶରେ ଯେତେ ବି ମାର୍କ ରଖିଛନ୍ତି ସେହି ମାର୍କକୁ ହିଁ କାଉଣ୍ଟ କରାଯିବ ଏବଂ ସେଉ ମାର୍କର ପରସେଣ୍ଟେଜ୍ ଦେଖିକି ଆପଣଙ୍କୁ ସିଲେକ୍ସନ୍ କରାଯିବ। ଏଥିରେ ଆପଣଙ୍କ ମନରେ ସନ୍ଦେହ ଉଠୁଥିଲା ଦେଖନ୍ତୁ ଯେଉଁମାନେ କମ୍ ପ୍ରତିଶତ ରଖିଥିଲେ ମଧ୍ୟ ଚାକିରି ପାଇବେ କେବଳ ଆପଣଙ୍କର ମାର୍କ ଯଦି ML ଏବଂ ଇଂଲିଶରେ ଭଲ ମାର୍କ ରଖିଥିଲେ ସେମାନେ ହିଁ ଚାକିରି ପାଇବେ। ତ ଆପଣଙ୍କ ପାଖରେ ଯଦି ML ଏବଂ ଇଂଲିଶରେ ବେଶୀ ମାର୍କ ରହୁଛି ତ ଆପଣ ନିହାତି ଭାବରେ ଆବେଦନ କରନ୍ତୁ କାରଣ ଏଥିରେ କମ୍ ପ୍ରତିଶତ ରଖିଥିଲା ପିଲା ମଧ୍ୟ ଚାକିରି ପାଉଛନ୍ତି। ନେକ୍ସଟ ଯଦି ଦେଖିବା ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବଲ୍ ଅଛନ୍ତି ଆପ୍ଲାଏ କରିବା ପାଇଁ ଚାହାନ୍ତି ଦେଖନ୍ତୁ ଡକୁମେଣ୍ଟସ୍ କ'ଣ କ'ଣ ଲାଗିବ। ଡକୁମେଣ୍ଟସ୍ କଥା ଯଦି ଆମେ ଦେଖିବା ଦେଖନ୍ତୁ
जो मैंने अप्लाई करने चाहती आपण डॉक्यूमेंट्स जब देखा ए केवल आप सर्वप्रथम जोटा कि आप्लिकेसन फॉर्म लगे तो आप्लिकेसन फॉर्म को आप स्टेप बाय स्टेप फिलअप करेंगे फिलअप कलापर देखो आप मेट्रिकुलेसन सर्टिफिकेट मार्कशीट लगे +2 सर्टिफिकेट मार्कशीट लगे नेक्स्ट जो आम देखा आप कंप्यूटर सर्टिफिकेट जोटा कि NIELIT तरफ करेंगे कि OKCL तरफ करेंगे कि आपण जोटा कि रहा OSCIT तरफ करेंगे ताहले आपने ये फॉर्म को भरी पारे। नेक्स्ट जदि देखा आपंकर इंपोर्टाट डॉक्यूमेंट्स जो आम देखा देखो आपंकर रेसिडेंस सर्टिफिकेट लगे जेहेतु आप डिस्ट्रिक्ट वाइज सिलेक्शन कर नेक्स्ट जदि देखा आपंकर कास्ट सर्टिफिकेट लगे नेक्स्ट जदि देखा आप PWD कैटेगरी बिलंग कर डिजेबिलिटी सर्टिफिकेट लगे नेक्स्ट जदि आप एक्स सर्विसमैन कि पोर्टमैन बिलंग कर सर्टिफिकेट लगे गोटे कलर साइज फोटोग्राफ लगे देखो जो मैंने रजिस्ट्रेशन सर्टिफिकेट जो डिस्ट्रिक्ट रजिस्ट्रेशन सर्टिफिकेट ये नदेले चलो आपंकर केवल रेसिडेंस सर्टिफिकेट रोचे ताहले आपनकर फॉर्म टे रिजेक्ट हेबना यही सब डॉक्यूमेंट्स लगे यही सब डॉक्यूमेंट्स लगी सेल्फ अटेस्टेड करेंगे सेल्फ अटेस्टेड कर सारा पर आप पोस्टाल माध्यम पिट पोस्ट कि रजिस्टर पोस्ट माध्यम आपको अप्लाई करने को पड़ो देखूँ यह हूँ जो नोटिफिकेशन PDF देखीचु यह हूँ सोनपुर डिस्ट्रिक्ट बर्तमान वैकेंसी जो रही लास्ट डेट जो देखा 18/10/2024 रोचे जो मैंने इंटरेस्टेड और एलिजिबल अच्छा आपने यथाशीघ्र अप्लाई कर दिखाँ बर्तमान जो आम देखा देखो ओडार केउं जिले में केते पदवी वैकेंसी रोचे ता व्यतीत आपने केमी सर्वप्रथम देखिपारे देखो आप जिले में वैकेंसी आसी कि ना देखो आप जो जिले में बिलंग कर निज निज जिलार ऑफिशियल वेबसाइट को विजिट करेंगे आपने जिते बेले ऑफिशियल वेबसाइट को निज जिलार विजिट विजिट कलापर देखो यही जगह आपण 3 बार रही देखो ये 3 बार रही तो आपने 3 बार उपर क्लिक करेंगे आपने जिते बेले 3 बार उपर क्लिक कर पुणी आपको नेक्स्ट पेज को नहीं तो आपण रही नोटिस रही डॉक्यूमेंट्स रही आप डॉक्यूमेंट्स क्लिक करेंगे और नोटिस क्लिक करेंगे क्लिक कर यही जगह आपण रोचे देखो फाइनाली रिक्रुटमेंट एंड रिजल्ट रोचे रिक्रुटमेंट एंड रिजल्ट रोचे तो यार ऊपर आपको क्लिक करने को पड़ो कलापर देखो आपंकर जिले में जहाँ भी वैकेंसी रोचे ऑल वैकेंसी शो कर जहाँफल आप वैकेंसी डिटेल्स रिजल्ट ऑल इनफॉरमेशन शो कर जहाँफल आप देखो यही जगह PDF रोचे PDF को आप डाउनलोड कर चेक करेंगे यहीपर हिसाब से आपने चेक करूँ बर्तमान जो देखा देखो ओडार क्यों जिले में GRS पदवी वैकेंसी रोचे जदि देखा बर्तमान आज वैकेंसी जदि देखा बर्तमान मयूरभंज देखो 355+ पदवी वैकेंसी रोचे GRS पदवी एवं सुवर्णपुर सोनपुर देखो आपण 63+ पदवी वैकेंसी रोचे जोटा कि GRS पदवी वैकेंसी रोचे नेक्स्ट वैकेंसी जो देखा देखो आपण रही ग्राम रोजगार सेवक नवरंगपुर 156+ पदवी वैकेंसी रोचे नेक्स्ट वैकेंसी जदि आम देखा देखो आपण 169 वैकेंसी रोचे ओडार बहुत सारा जिलार वैकेंसी रोचे आम डिस्क्रिप्शन लिंक तले दे देचु तो आपने देखिए चेक करेंगे आपण सुवर्ण सुजोग आसी जाइए जो मान जिले में वैकेंसी आसी ना तो आपने हिसाब से चेक करेंगे और आपंकर जिले में जब वैकेंसी आसू ना तो यथाशीघ्र